ଜୟ ଜଗନ୍ନାଥ। ଆମେ ଓଡ଼ିଆ ଲୋକ ଛୁଟି ଦିନରେ ଗୋଆ କି ଦାର୍ଜିଲିଂ ଯାଉନାହୁଁ। ଆମେ ଯାଉ ଆମର ଶ୍ରୀକ୍ଷେତ୍ର ପୁରୀକୁ ଜଗନ୍ନାଥ ଦର୍ଶନ କରି ସମୁଦ୍ର କୂଳରେ ବୁଲାବୁଲି କରିବା ପାଇଁ। ଆଉ ଆମର ଏଇ ପୁରୀ ଯିବା ଆସିବା ଆମ ବଜେଟରେ ମଧ୍ୟ ହୋଇଯାଏ। ଆଜି ଥିଲା ସଣ୍ଡେ, ଛୁଟିର ଦିନ। ଆମେ ଦୁଇ ସାଙ୍ଗ ବାହାରିଲୁ ପୁରୀ ବୁଲିବାକୁ। ଆପଣମାନେ ଜାଣିଥିବେ ଆମମାନଙ୍କର ସକାଳ ଜଳଖିଆ ସେଉ କଦଳୀ ନୁହେଁ, ଆମ୍ଭେ ପୁରୀ ତରକାରୀ ହେଉ କି ଟିକେ ଆଳୁଚପ ବରା ହେଲେ ଆମକୁ ଭଲ ଲାଗେ। ଆଉ ମୋତେ ବି ରାସ୍ତାକଡ଼ର ଜଳଖିଆ ଦେଖି ବହୁତ ଲୋଭ ହେଲା। ଖାଇବା ଶେଷ କରି ଆମେ ପହଞ୍ଚିଲୁ ନରେନ୍ଦ୍ର ପୁଷ୍କରିଣୀରେ, ଯାହାକୁ ଚନ୍ଦନ ପୁଷ୍କରିଣୀ ମଧ୍ୟ କୁହାଯାଏ। ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା ଏହି ନରେନ୍ଦ୍ର ପୁଷ୍କରିଣୀରେ ହୋଇଥାଏ। ରାଜା ନରେନ୍ଦ୍ର ଦେବ ତାଙ୍କ ଦ୍ୱାରା ଏହି ପୁଷ୍କରିଣୀ ନିର୍ମାଣ ହୋଇଥିଲା। ପ୍ରତ୍ୟେକ ଦିନ ଅନେକ ଶ୍ରଦ୍ଧାଳୁ ଏଠାରେ ସ୍ନାନ କରିଥାନ୍ତି। ଆଉ ସକାଳ 9ରେ ମୁଁ ପହଞ୍ଚିଗଲି ବଡ଼ ଦାଣ୍ଡରେ। ମୁଁ ପହଞ୍ଚି ଯାଇ ଦେଖେ ତ ସେଠାରେ ଭକ୍ତମାନଙ୍କ ଦ୍ୱାରା ଭଜନ କୀର୍ତ୍ତନ। ସେଠାରେ କିଛି ସମୟ ରହିଲା ପରେ ମୁଁ ମୋବାଇଲ ଜୋତା ଗୋଟିଏ ପ୍ରାଇଭେଟ୍ ଷ୍ଟାଣ୍ଡରେ ରଖି ବାହାରିଲି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ। A few moments later. 2 ଘଣ୍ଟା ଲାଇନ୍ରେ ଛିଡ଼ା ହେବା ପରେ ଫାଇନାଲି ଦର୍ଶନ କରିକି ଏବେ ମୁଁ ଫେରିଲି। 9:30 ବେଳେ ମୁଁ ବସିଥିଲି ଭିତରକୁ। ଏବେ ପାଖାପାଖି ଦିନ 2ଟା ହେଇଗଲାଣି। ମୁଁ ଏବେ ବାହାରିଲୁ ମନ୍ଦିର। ଆସନ୍ତୁ ଆପଣଙ୍କୁ ଦେଖାଉଛି କେମିତି ଭିଡ଼ ଭିତରେ ମୁଁ ଯାଇଛି। ମନ୍ଦିରରୁ ଦର୍ଶନ କରି ବାହାରିବା ପରେ ମୋତେ ଏଇ ମାଉସୀଙ୍କର ଚୁସ୍କି ଦୋକାନ ଦେଖି ଚୁସ୍କି ପିଇବା ପାଇଁ ବହୁତ ଲୋଭ ହେଲା। ଆଉ ଭାବିଲି ଗୋଟେ ଚୁସ୍କି ପିଇ ସମୁଦ୍ର କୂଳକୁ ଯିବି। ଏଇଟା ଟିକେ ଦେଖ। ଦିନ ପ୍ରାୟ 4ଟା ସମୟରେ ମୁଁ ପହଞ୍ଚିଯାଏ ପୁରୀ ସମୁଦ୍ର କୂଳରେ। ହେଲେ ସମୁଦ୍ରରେ ଗାଧୋଇବା ପାଇଁ କପଡ଼ା ଆଣିନଥିବାରୁ ମୋର ବି ବହୁତ ମନ ଦୁଃଖ ହେଲା। ହେଲେ ଆପଣମାନେ ମନ ଦୁଃଖ ନ କରି ସମୁଦ୍ର କୂଳର ମଜା ନିଅନ୍ତୁ, ଯେମିତିକି ମୁଁ ନେଉଛି ଏବେ। ପୁରୀ ସମୁଦ୍ର କୂଳ ଆସି ସି ଫୁଡ଼୍ ନ ଖାଇବି ଏମିତି ତ ହୋଇପାରିବ ନାହିଁ। ବାପରେ ବାପ, ଏତେ ଭେରାଇଟିର ସି ଫୁଡ଼୍ ଦେଖି ମୁଁ ଡିସାଇଡ଼୍ କରିପାରୁନଥାଏ କ'ଣ କରିବି। ଫାଇନାଲି ଗୋଟେ ପ୍ଲେଟ୍ ଚିଙ୍ଗୁଡ଼ି ଖାଇବାକୁ ଭାବିଲି। ଭାଇଙ୍କୁ ଆମର 15 ମିନିଟ୍ ବି ଲାଗିଲାନି
এই ଚିଙ୍ଗୁଡ଼ି ପ୍ଲେଟ୍ଟି ବନେଇବା ପାଇଁ। ଆଉ ହଁ, ଏଇ ଚିଙ୍ଗୁଡ଼ି ଫ୍ରାଏର ଟେଷ୍ଟ ବହୁତ ସୁନ୍ଦର ଥିଲା। ମୋତେ ତ ବହୁତ ଭଲ ଲାଗିଲା। ଚିଙ୍ଗୁଡ଼ି ଖାଇସାରି ଡିସାଇଡ଼୍ କଲି ଗୋଟେ କଙ୍କଡ଼ା ଖାଇବା ପାଇଁ। ହେଲେ କଙ୍କଡ଼ାଟି କେମିତି ଖାଇବି ମୁଁ ଜାଣିପାରୁନଥାଏ, କାହିଁକିନା ମୁଁ ଫାର୍ଷ୍ଟ ଟାଇମ୍ ପାଇଁ ଏହି କଙ୍କଡ଼ା ଫ୍ରାଏ ଖାଉଥାଏ। ଆଶା କରୁଛି ଆମର এই ଭିଡ଼ିଓଟି ଆପଣଙ୍କୁ ନିଶ୍ଚିତ ଭଲ ଲାଗୁଥିବ। ଆଉ ଭଲ ଲାଗିଥିଲେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ପୁଣି ଦେଖା ହେବ ଆଉ କିଛି ଦିନ ପରେ ପୁଣି ଗୋଟେ ନୂଆ ବ୍ଲଗରେ। ଥ୍ୟାଙ୍କ ୟୁ।